ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ଗୋବିନ୍ଦପୁର ଗ୍ରାମରେ 18ତମ ସାମୂହିକ ମହାଲକ୍ଷ୍ମୀ ପୂଜାର କଳସ ଯାତ୍ରା ମହାସମାରୋହରେ ଅନୁଷ୍ଠିତ ହୋଇଛି। କଳସ ଯାତ୍ରାରେ ଗ୍ରାମର ଶତାଧିକ ମା ଭଉଣୀ ଭାଗ ନେଇ ସ୍ଥାନୀୟ ପୋଖରୀରୁ କଳସରେ ପାଣି ଭରି ପୂର୍ଣ୍ଣ କଳସଟିକୁ ନେଇ ପୂଜା ମଣ୍ଡପରେ ସ୍ଥାପନ କରିଥିଲେ। ସଂକୀର୍ତ୍ତନ ଦଳର ନାଚ ଗୀତ ଘଣ୍ଟ ଶଙ୍ଖ ହୁଳହୁଳି ଶବ୍ଦରେ ଗ୍ରାମରେ ଆନନ୍ଦ ଉଲ୍ଲାସ ଭରି ଉଠିଥିଲା। ଉକ୍ତ ପୂଜା ରବିବାର ଦିନ ପର୍ଯ୍ୟନ୍ତ ଚାଲିଥିବା ପୂଜାର କର୍ତ୍ତା ଭାବରେ ଶ୍ରୀଯୁକ୍ତ ଜୟକୃଷ୍ଣ ବନ୍ଦିଛୋର ଓ ତାଙ୍କ ଧର୍ମପତ୍ନୀ ଶ୍ରୀମତୀ ପ୍ରମିଳା ବନ୍ଦିଛୋର ଦାୟିତ୍ୱ ତୁଲାଇଥିବା ବେଳେ ପୂଜକ ଶ୍ରୀଯୁକ୍ତ ଦୟାନିଧି ଯୋଶୀ ଓ ତାଙ୍କ ସହଯୋଗୀ ଶ୍ରୀଯୁକ୍ତ ଅଶୋକ ଯୋଶୀ, ଶ୍ରୀଯୁକ୍ତ ଶ୍ରଦ୍ଧାନନ୍ଦ ପଣ୍ଡା, ଶ୍ରୀଯୁକ୍ତ ତରୁଣ ବଜପାଇ, ଶ୍ରୀଯୁକ୍ତ ବିରଞ୍ଜିପତି ରୀତାନୀତି ସହ ସୁନ୍ଦର ଭାବରେ ପୂଜା ଅର୍ଚ୍ଚନା କରି ପୂଜାଟିକୁ ଆଗେଇ ନେଇଥିଲେ। ଆଖପାଖ ଅଞ୍ଚଳରୁ ଶହ ଶହ ଭକ୍ତମାନେ ଆସି ମା ଜଗତଜନନୀ ଲକ୍ଷ୍ମୀଙ୍କ ସନ୍ଧ୍ୟା ଆଳତି ଦର୍ଶନ କରିବା ସହ ପ୍ରସାଦ ସେବନ କରି ନିଜକୁ ଧନ୍ୟ ମନେ କରିଥିଲେ। ପୂଜାରୀ ସାମୂହିକ ଲକ୍ଷ୍ମୀ ପୂଜା କମିଟିର ସମସ୍ତ କର୍ମକର୍ତ୍ତା ଗ୍ରାମବାସୀ ସହଯୋଗ କରିଥିଲେ। ପ୍ରତ୍ୟେକ ରାତ୍ରିରେ ମନୋରଞ୍ଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ବ୍ୟୁରୋ ରିପୋର୍ଟ, ବିକଳ୍ପ ସମାଚାର।